जय श्रीराम। जय श्रीराम। ଆଉ କ'ଣ ଶୁଣିବ ଯେ ପ୍ରଶ୍ନ ବି ଅଛି ଆଉ କଥା ଯେ ପ୍ରଥମେ ଦେଖିବ ଆମ ଜୀବନ ପଥରେ ଆମେ ଚାଲୁଛନ୍ତି ବହୁ ଏକ୍ସପିରିଏନ୍ସ ଅଛି 6-7 ବର୍ଷ। ତେଣୁ ତମ ସହିତ ଦୁଷ୍ଟ ଲୋକଙ୍କର ସମ୍ପର୍କ ବି ଆସିବ ଆଉ ଦୁଷ୍ଟ ଲୋକଙ୍କ ଦ୍ୱାରା ଅପମାନିତ ବି ହେବ, ଏଇଟା ଜୀବନରେ ଆସିବ। କିନ୍ତୁ ଦୁଷ୍ଟ ଲୋକଙ୍କ ଦ୍ୱାରା ଅପମାନିତ ହେଇକି ଅପମାନର ପ୍ରତିଶୋଧ କଥା ଚିନ୍ତା ନ କରିକି, ମୁଁ ଭଲ ଭାବରେ କହୁଛି, ଯେଉଁ ଅପମାନର ପ୍ରତିଶୋଧ କଥା ଚିନ୍ତା ନ କରିକି ତା ଭଲ ବା ମନ୍ଦ ଦୁଇଟା ନ ରହିକି ମୁଁ ଦୂରେଇ ଯିବା ଉଚିତ। ଜୀବନରେ କଳାଟା ଶିଖ। କେଉଁଠି ଧୋକା ଖାଇଲେ ବା କେଉଁଠି ଦୁଷ୍ଟ ଲୋକ କତିରେ ଅପମାନିତ ହେଲେ ତାର ପ୍ରତିବଦଳରେ କିଛି ନ କରିବି ସବୁଠାରୁ ଭଲ ହେଉଛି ତାଠାରୁ ଦୂରେଇ ରହିଯିବା ଭଲ। ଦୂରେଇ ଯିବା ତାଠାରୁ, କିନ୍ତୁ ତାର କଥାକୁ ଆଉ ମୁଣ୍ଡରେ ନ ରଖିକି ଏଇଟା ଜୀବନର ପଥରେ ଏଇଟା ପଡ଼େ, ମୋ ଜୀବନରେ ପଡ଼ିଛି, ତେଣୁ ମୁଁ ତାର ସମାଧାନ କରିକି ଦୂରେଇ ଯାଇଛି, କିନ୍ତୁ ପ୍ରତିଶୋଧ ପରାୟଣ ହେଇନି। ଦେଖୁ ତ ମୋ ଜୀବନରେ ଯେଉଁ ଘଟଣା ଆସୁଛି, ମୁଁ ଘଟଣାକୁ ଫେସ୍ କରୁଛି, ମାନେ ଗଦପାଦ ଧରୁଛି, କିନ୍ତୁ ତାପରେ ମୁଁ ଦୂରେଇକି ପଳେଇ ଆସୁଛି। ଆଉ ସମ୍ପର୍କ ନାହିଁ, ମୁଁ ଦୂରେଇ ଗଲି ଆଉ। ତେଣୁ ଏ କଳାଟା ବହୁତ ଶିଖିବା ଦରକାର, ଜୀବନ ଭିତରେ ଆସିବ। ଦ୍ୱିତୀୟ ସେ ପ୍ରଶ୍ନ ହେଉଛି ଯେ ଆମେ ଯେଉଁ ବ୍ରହ୍ମଜ୍ଞାନ ନେଲେ, ଯେଉଁମାନେ ନେଇଛନ୍ତି, ସମସ୍ୟା ତାଙ୍କ ପାଖରେ ଦୁଇଟା ଲାଷ୍ଟ ରହୁଛି, ଗୋଟେ କାମିନୀ ଆଉ କାଞ୍ଚନ। କାମିନୀ କାଞ୍ଚନ। ହଁ, ଯଦି କିଛି ପାଇବାର ଅଛି, ଯଦି ତମେ କିଛି ପାଇବାର ଅଛି ବା ତମର ଅଛି, ରାମ ଭକ୍ତି କର ସାର, କହେ କଳ୍ପତରୁ କାମିନୀ କାଞ୍ଚନ ମନୁ କରିଥିବୁ ଧୀର। ତେଣୁ କାମିନୀ ଆଉ କାଞ୍ଚନ ଏ ଦୁଇଟାକୁ ମନରୁ ଦୂର କରିବୁ, ରାମ ଭକ୍ତି ସାର କଲେ ଯାଇକି ରାମଙ୍କର ଦର୍ଶନ ପାଇବ। ତେଣୁ କାମିନୀ ହେଲା ନାରୀ, ନା ଆଉ କ'ଣ, କାଞ୍ଚନ ହେଲା ଧନ, ଏଇଟାକୁ ଦୂରେଇକି ରଖିବାକୁ ପଡ଼ିବ। ଯେ ତମେ କ'ଣ ମୁଁ କ'ଣ, ଆମେ ତ ସଂସାରୀ ଟୋଟାଲ ନା ନାହିଁ। ଯାହାକୁ ମୁଁ ଦେଇଛି, ନହେଲେ ତା କେତେ ଜଣ ବାବା ଅଛନ୍ତି, ସେ କାମିନୀ ତାଙ୍କ ବାବା ଆଉ ତାଙ୍କ ତ କାମିନୀ ନାହିଁ ନା କାଞ୍ଚନ ନାହିଁ। କିନ୍ତୁ କାମିନୀ କାଞ୍ଚନ ଖାଲି ସଂସାର ଲୋକଙ୍କ କତିରେ ଭାବନା ପୁରେଇଛି ତା ନୁହଁ, ବାବାମାନଙ୍କ କତିରେ ବେଶୀ ଅଛି, ମନରେ ଚାଲୁଛି, ବୁଝିଲେ, କାମିନୀ ଆଉ କାଞ୍ଚନ। କିନ୍ତୁ ଆମେ କାମିନୀ କାଞ୍ଚନ ଭିତରେ ରହିଛନ୍ତି, ହାବୁଡ଼ରେ ପଡ଼ିଛନ୍ତି, ତାଙ୍କ ସେ ମନ ହାବୁଡ଼ରେ ପଡ଼ିଛନ୍ତି, ଆମେ ଶରୀର ହାବୁଡ଼ରେ ପଡ଼ିଛନ୍ତି। ତେଣୁ ପ୍ରଶ୍ନ ହେଉଛି ସେୟା ଯେ ବାବା ଆମେ ବର୍ତ୍ତମାନ କାମିନୀ ତ୍ୟାଗ କରିବୁ କି ନାହିଁ, ଧନ ତ୍ୟାଗ କରିବୁ କି ନାହିଁ। ଯଦି କାମିନୀ କାଞ୍ଚନ ଦୂର ନ ହେବ ତାହେଲେ ଆମେ କ'ଣ ହେଲା, ଆମେ ତାକୁ ଠାକୁରଙ୍କୁ ପାଇପାରିବୁନୁ। ଆମ ଲେଖା ହିସାବରେ ଯେ କହେ କଳ୍ପତରୁ କାମିନୀ କାଞ୍ଚନ ମନ କରିଥିବୁ ଦୂର, ମୁଁ ଏଠି ମନ କଥା କହୁଛି। ତେଣୁ ମନରୁ ଦୂର କରିବାକୁ ଯେ ତାକୁ ବୁଝିବା ଭାରି କଷ୍ଟ। ଯେ ଥର ମୁଁ ବୁଝଉଛି, ମୁଁ ପଥ ଦେଇକି ଆସିଛି ବୋଲି ବୁଝଉଛି। ଧର ମୁଁ 35 ବର୍ଷରେ 34 ବର୍ଷରେ ଦୀକ୍ଷା ଆଣିଲି, ମୋ ଗୁରୁ ବି ସେୟା କହିଥିଲେ। ଆମର ଏବେ ଦେଖାହେଉଛି ସାଇନ୍ସ କହୁ ଯେ 30ରୁ 40 ବର୍ଷ ଭିତରେ ହରମୋନ୍ଟା ପ୍ରବଳ ଶରୀରରେ କାମଶକ୍ତିଟା ତିଆରି ହୁଏ, ପ୍ରବଳ କାମଶକ୍ତି, ତାକୁ ଅନ୍ଧ କରିପକାଏ। ଆମେ 35 ବର୍ଷ ଦୀକ୍ଷା ନେଇଛନ୍ତି, କିନ୍ତୁ ଆମର ହରମୋନ୍ ଆକ୍ଟିଭ ରହିବ କେତେ ଦିନ, 40 ବର୍ଷ ରହୁନି କି? ତାହେଲେ ମୁଁ ତମଠୁ କେତେ ଫେସ୍ କରିଛି, ମାନେ ମୋ ପରିସ୍ଥିତି ଥିଲା ନା ନାହିଁ, ସଂସାର ଅଛି ନା ନାହିଁ, ଛୁଆ ଥିଲେ। ତେଣୁ ତମେ ଭାବନା ମୁଁ କେତେ କଷ୍ଟଟାକୁ ଅନୁଭବ କରିଛି, ଯେ ସେଠି ସେ ଅବସ୍ଥାକୁ କେମିତି ଅତିକ୍ରମ କରିଥିବ। ଅତିକ୍ରମ କରିଛି, ତାର ଅର୍ଥ ନୁହେଁ ମୁଁ ସ୍ତ୍ରୀ ତ୍ୟାଗ କରିଦେଇଛି।
ବୁଝିବାକୁ ଚେଷ୍ଟା ସବୁବେଳେ ନିଜକୁ ବୁଝ କାହା ବହି କଥା ପଢ଼ିଲେ ହେବନି ନିଜକୁ ବୁଝିବାକୁ ପଡ଼ିବ ଯେ ମୁଁ ସ୍ତ୍ରୀ ଗ୍ରହଣ କରିବି ନାହିଁ ଏ ଜିଦି ହେଇଗଲା ଏ ଜିଦିରେ ସ୍ତ୍ରୀ ଠାରୁ ବି ପାର ପାଇବା ବଡ଼ କଷ୍ଟ ଗୋଟେ ସ୍ତ୍ରୀ ଚାହିଁଲେ ପୁରୁଷ ଧର୍ମାତ୍ମା ହେଇପାରିବ ନହେଲେ ପାପାତ୍ମା ହେବ ତା ଉପରେ ଡିପେଣ୍ଡ ଅଛି ମାୟାଟା ସେ ନା ନାହିଁ ତେଣୁ ଆମକୁ ନିଜ ଭିତରେ ମନକୁ ଆଡ଼ଜଷ୍ଟମେଣ୍ଟ ବା ମନ ସହିତ ତୁମେ ବି ସମାଧାନ କରିବାକୁ ଆଉ ଟିକେ ଖୋଲିକି କହୁଛି ଯେ ଧର ତୁମେ ଯେତେବେଳେ ଦୀକ୍ଷା ନେଇଗଲ ମୁଁ ବି ଦୀକ୍ଷା ନେଇଥିଲି 35 ବର୍ଷ ମୋତେ ବି ଗୁରୁ ସେୟା କହିଥିଲେ ଯେ ଏତେ କଳ୍ପତ୍ର ଆଉ ସ୍ତ୍ରୀ କ'ଣ କିନ୍ତୁ ବାବା କହିଦେବା ଆଉ ଶରୀରରେ କାମଶକ୍ତିଟା ତିଆରି ହେବ ଇଏ କାମଶକ୍ତି ତିଆରି ହେବନି ଏମିତି କାହା କଥା ନାହିଁ କେଉଁ ବାବା କହିଲେ ବି ବାବା କଥାରେ ସେ ଚାଲୁନି କାମିନୀ କାଞ୍ଚନ ଗୋଡ଼େଇଛି ବିଶ୍ୱାମିତ୍ର ପଛରେ ଗୋଡ଼େଇଲା ନା ନାହିଁ ସେ ସେଥିରେ ବି ପଡ଼ିକି ସେ ବହୁତ ବର୍ଷ ହରେଇଲେ ମାନେ ଯେ ତାଙ୍କ ପୁଣ୍ୟ କ'ଣ କମିଗଲା ମାନେ ଯେତିକି ବାଟ ଯିବା କଥା ସେତିକି ସମୟଟା ଇଏ ନଷ୍ଟରେ ପଳେଇଲା ପଛରେ ଭାବିଲେ ଯେ 10 ବର୍ଷ ପଳେଇଲାଣି ସେଇଭଳି କଥା ଯେ ଆମ ଭାଗରେ ପଡ଼ିବନି କେମିତି ତୁମେ ବ୍ରହ୍ମଜ୍ଞାନୀ କେମିତି ହେବ ଆମ ଭାଗରେ ପଡ଼ିନି କେମିତି ପଡ଼ିଛି ନା କିନ୍ତୁ ସଂଯମତା କ'ଣ ରଖିବ ଆମର କ'ଣ ସଂଯମତା ରଖିବ ତୁମେ କହୁନା ତୁମେ 35-40 ବର୍ଷ 36 ବର୍ଷର ପିଲା ତୁମେ ସଂଯମତା କେମିତି ରଖିବ କ'ଣ କୁହ ସଂଯମତାର ଅର୍ଥ କ'ଣ ଔଷଧ ଖାଇବାଣି ନା କ'ଣ ସେମିତି ତ କିଛି ନୁହଁ ନା ନିଜକୁ ନିଜ ମନ ସହିତ ସମାଧାନ କରିବାକୁ ଯେ ମୁଁ ମୋର ସୀମିତ କରିଦେବି ଆମେ ସୀମିତ ଭିତରେ ବଞ୍ଚିବ ଯେ ସୀମିତରେ ଉଭୟଙ୍କର ସହମତି ରହିବା ଦରକାର ସ୍ୱାମୀ ସ୍ତ୍ରୀ ଭିତରେ ବି ଏଇ ସମାଧାନ ସୂତ୍ର ବାହାର କରିବା ଦରକାର ଯେ ଆମେ ଧର୍ମପଥରେ ଯିବା ପାଇଁ ହେଲେ ସ୍ତ୍ରୀର ଭୂମିକା ବହୁତ ଅଛି ସ୍ତ୍ରୀ ଯଦି ଚାହିଁବ ନାଇଁ ଠିକ୍ ଅଛି ମୋ ସ୍ୱାମୀ ଧର୍ମପଥରେ ଯାଉଛି ତେଣୁ ସେଠି କିଛି ପ୍ରୋବ୍ଲେମ୍ ହେବନି ସ୍ତ୍ରୀ ଯଦି ଭଲ ଥାଏ କିନ୍ତୁ ସ୍ତ୍ରୀ ତ ସମମିତି ଭାଗ୍ୟରେ ସବୁ ମିଳିବ ନାହିଁ ବୁଝିଲ ତେଣୁ ଗୋଟେ ବିଚାରଧାରାକୁ ବଦଳାଇବାକୁ ପଡ଼ିବ ବା ତୁମେ ସିଧା ସିଧା କହୁଛି ସ୍ତ୍ରୀ ଗ୍ରହଣ କଲା ପରେ ତୁମେ ଆଉ ମନ ଭିତରେ ଦୁଃଖ ଆଣିବ ନାହିଁ ଯେ ପଶ୍ଚାତାପ ମୁଁ କହିବା ଭୁଲ କରିଦେଲି ମୋ ଗୁରୁ କହିଥିଲେ ମୁଁ ଗୁରୁଙ୍କ ବାକ୍ୟ ଭାଙ୍ଗିଦେଲି ଏମିତି ସ୍ତ୍ରୀ ଗ୍ରହଣ କରିଦେଲି ଏଇ ଯେଉଁ ପଶ୍ଚାତାପ ମାନେ କରିସାରିଲା ପରେ ମନକୁ ଦୁଃଖ କରିବା ଅନୁତାପଟା ପଶ୍ଚାତାପ ତାକୁ ଅନୁତାପ କରିବ ନାହିଁ ଏଇ ଯେଉଁ ଅନୁତାପ ଯେଉଁ କରିବ କିଛି ନାହିଁ ତୁମ ଉପରେ କିଛି ପ୍ରଭାବ ପଡ଼ିବନି ସ୍ତ୍ରୀ ଗ୍ରହଣ କର କିନ୍ତୁ ଅନୁତାପ କରିବାକୁ ପଡ଼ିବ ଯେ ତୁମ ପାଖକୁ ଆସିବ ତାପରେ ମୁଁ ଏମିତି କରିଦେଲି ଭୁଲ ହେଇଗଲା ତେଣୁ ମୋର ଧ୍ୟାନ ହେବ କି ନାହିଁ ବୁଝିଲେ କି ଇଏ ମାଇଣ୍ଡରେ ପଶିଲା ତେଣୁ ତୁମକୁ ଆଉ 5-7 ଦିନ ଧ୍ୟାନ କରିବାକୁ ହେବ ନାହିଁ ବା ତୁମ ମନୋବଳ ତ ତୁମେ ନିଜ ମନୋବଳକୁ କମେଇ ଦେଇଛ ତେଣୁ ବୟସର ଗୋଟେ ବ୍ୟବସ୍ଥା ଥାଏ ତେଣୁ ସଂସାରୀ ଧର୍ମ ବଡ଼ କାହିଁକି ନା ସେ ସବୁରେ ସମାଧାନ କରିକି ଚାଲେ ତେଣୁ 40 ବର୍ଷ ଭିତରେ ପ୍ରଚଣ୍ଡ ଭାବରେ କାମଶକ୍ତି ରହିବ ତାପରେ ସେ ଆସ୍ତେ ଆସ୍ତେ ଧୀରେ ଧୀରେ କମିକି 52 ବର୍ଷ ପରେ ଆଉ ହର୍ମୋନ୍ ଆସିବ ନାହିଁ ଯେତେବେଳେ ହର୍ମୋନ୍ ଆଉ କ୍ଷରଣ ହେଲା ନାହିଁ ସେତେବେଳେ ଇଏ କ'ଣ କରୁଛନ୍ତି ନା 52 ବର୍ଷ କରିଦିଆହେଲା ବାନପ୍ରସ୍ଥ ଆଉ ସ୍ତ୍ରୀ ଗ୍ରହଣ କରିବାର ନାହିଁ ଏଇଟା ହେଉଛି ନିୟମ ତୁମେ ଯାହା ଚାଲ କୌଣସି ଥରେ ନିଜକୁ ସମଝା କରି ମାସରେ ଥରେ ଗ୍ରହଣ କର ବା ତୁମେ 2 ମାସରେ ଥରେ ଗ୍ରହଣ କର ଚଳିଯାଉ କିନ୍ତୁ 52 ପରେ ଆଉ ତ ଭଗବାନ ଆଉ ସୁଯୋଗ ଦେଉନାହାନ୍ତି ନା 52 ମାନେ ସେ ବୋହୂର ନିଶ୍ଚିନ୍ତ ଭାବରେ ମାସିକ ଧର୍ମ ବନ୍ଦ ହେଇଥିବ ତେଣୁ ତୁମର ବନ୍ଦ ଏଣିକି ଯେଉଁଟା ରହିଲା ଏଣିକି ଯେଉଁ ଜୀବନଟା ରହିଲା ଧର ଇଆଡ଼କୁ କାଲି ବି ଧରା ହେଇ 70 ବର୍ଷର ଲୋକ ବି ଏଇ କାମ କରୁଛନ୍ତି ଇଏ ଜୀବନ ଆଉ ଏଇଟା ଆଠୁ ତ ଆଉ କ'ଣ ଆଉ ସମୟ ଦିଆହେବ ଆଉ ସମୟ ନୁହେଁ ଅର୍ଥାତ୍ ଯଦି ସ୍ତ୍ରୀ ଥାଏ ତାହେଲେ ସ୍ତ୍ରୀ ସହିତ ସେଭଳିଆ ବିଚାରଧାରା ବଦଳିବା ଯେ ବହୁତ ଲୋକ ଦେଖିବ ସେମାନଙ୍କର 10 ବର୍ଷ ଡିଫରେନ୍ସ ରହିଯାଉଛି କ'ଣ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏଜ୍ ରହିଯାଉଛି
ତେଣୁ ୟାକୁ ଯେତେବେଳେ ଧର 60 ହେଲାଣି ତାକୁ ତାର ଆହୁରି କମ୍ ଥିବ। ତେଣୁ ଏ କ୍ଷେତ୍ରରେ ବି ଭକ୍ତ ଅଛନ୍ତି, ବୁଝିଲେ କି? ତେଣୁ ସେ କ୍ଷେତ୍ରରେ ବି ବିଚାରଧାରା ସେମିତି ନେବା ପାଇଁ ପଡ଼ିବ। ଆଉ ବହୁତ ଭଲ କଥା, କିନ୍ତୁ ତୁଲେଇବା ତ ବଡ଼ କଥା। ତେଣୁ ମୋ କହିବାର ଅର୍ଥ ଯାହା କରୁଛ କର, କିନ୍ତୁ ମନକୁ ଖରାପ କରିବାକୁ ଦିଅ ନାହିଁ। ମନଟା ପଶ୍ଚାତାପ ନ କରୁ ନା। ସେ ସେଇ ରାତିରେ ଭୁଲ କଲେ ତମେ ସକାଳକୁ ତମ ମନରେ ବିଷାଦ ଆସିବ ଯେ ମୁଁ ଏଇଟା କରିବା ଭୁଲ ହେଇଗଲା। ଭୁଲ ହେଇଗଲା ମାନେ ମନରେ ଯେତେବେଳେ ଭୁଲ ହେଲା ଆଗେ ଧ୍ୟାନ ହେବନି। କଥାଟା ସେଇଠି ଯେ ତମେ ହଁ ମୁଁ ସ୍ତ୍ରୀ ଗ୍ରହଣ କରିବିନି, କିନ୍ତୁ ବ୍ରହ୍ମସ୍ଖଳନ ତ ବନ୍ଦ କରିପାରିବ। ମଣିଷ ବିବାହ କରିଛି ମାନେ ସେ ତାର ବ୍ରହ୍ମସ୍ଖଳନ ତ ହେବ। ଯଦି ଆମେ ମେଣ୍ଟାଲିଟା ସବୁବେଳେ ଭଗବାନ ପାଖରେ ରଖିଛନ୍ତି ବ୍ରହ୍ମସ୍ଖଳନ ନ ହେଇପାରେ। କିନ୍ତୁ ଆମେ ଯଦି ସଂସାର ଟିଭି ଦେଖୁଛନ୍ତି, ଇଏ କରୁଛନ୍ତି, ଚାରିଆଡ଼େ ବୁଲୁଛନ୍ତି, ସବୁ ଦୃଶ୍ୟ ଦେଖୁଛନ୍ତି, ତାହେଲେ କେମିତି ହେବ? ମନଟା ଦ୍ୱାରା ଶରୀର ଅଛି ନା ନାହିଁ? ମନ ଦ୍ୱାରା ହିଁ ସେ ଜିନିଷ ଘଟେ। ତେଣୁ ମୋର ଉପଦେଶ ହେଉଛି, ମାନେ ମୋର ଅନୁଭବର ଉପଦେଶ କହୁଛି ଯେ 52 ବର୍ଷ ପରେ ତ୍ୟାଗ କରିଦେବା ଭଲ। ଆଉ ଯଦି ବା ସେମିତି ହୁଏ ତ ମନ ଭିତରେ ପଶ୍ଚାତାପ କରିବ ନାହିଁ। ଚାଲ ମନକୁ କ୍ଲିଅର ରଖ, ସବୁ କଥା ହେଇଯିବ। କିନ୍ତୁ ବାର ମୁଁ ଜାଣିପାରେ ନା, ଏଇ ଲୋକ ଆଇଲା ତା ମନରୁ ମୁଁ କହିବି ଏଇଆ କରିଛି। ଆଖିଟାରୁ ଜଣାପଡ଼ିବ ନା, ଆଖିରୁ ଭଲ ମନ୍ଦ ପାପ ପୁଣ୍ୟ ଆଖି ଭିତରେ ଅଛି, ସେ ଡୋଳାରେ। ସେ ଡୋଳାକୁ ଦେଖିଦେଲେ ମୁଁ କହିଦେବି କେଉଁ ଟାଇପ୍ର ଲୋକ। କାହିଁକିନା 30 ବର୍ଷ 32 ବର୍ଷ ଏକ୍ସପିରିଏନ୍ସ ଅଛି। ସିଏ କହିବା ଆଗରୁ ଆମେ କହିଦେଉଛନ୍ତି। କେମିତି କହୁଛନ୍ତି? ନା ବହୁତ ଦିନ ଏକ୍ସପିରିଏନ୍ସ ଅଛି, ବାଜିଯିବ, ବୁଝିଲେ? ନରୀ ଶବ୍ଦ ନାଁଟାକୁ ନେଇଛି, ତୁମକୁ ଦେଖିଛି ତମ ପିଲାରେ। ତେଣୁ ଆଉ ଜଣେ ନରୀ ଆସିଲେ ମୁଁ ମେକଅପ୍ କରିବି ଆଖି ତା ଆଖି ଭିତରେ କେତେ ସାମଞ୍ଜସ୍ୟ। ତେଣୁ ସେଟା ବହୁତ ଦିନ ଏମିତି ଅନୁଭବ ଆସିଲେ ସେ କରିପାରନ୍ତି, ହେଲା। ତେଣୁ ଯେଉଁ କହିଛି କାମିନୀ କାଞ୍ଚନ ମନୁ କରିଛୁ ଉଦିର, କିନ୍ତୁ ମୁଁ ତ ଥାକ ଟଙ୍କା ମୋର ଯେତିକି ଭାବରେ ଏ ଅଞ୍ଚଳ ପାଇଁ କଲି, ମୋ ଜୀବନରେ କହିଛି ଟଙ୍କାଟେ ପାଏନା ଗୁଣ୍ଡି ପାଇଁ। ଆଉ ଟଙ୍କା ଥାକ ଦେବ ବୋଲି କ'ଣ ଲକ୍ଷ ଲକ୍ଷ ଟଙ୍କା ବି ମୁଁ ଆଣି ଏ ଏରିଆ ପାଇଁ ଖର୍ଚ୍ଚ କରିଛି। ଏ ଯାତ୍ରାକୁ ଦିଏ କି ଯେଉଁଠି ଅନୁଷ୍ଠାନ ଯେଉଁଠି ହେଉଛି, ଏବେ ବି ଗୋଟିଏ ଗାଁ ଫାଙ୍କା ପଡ଼ୁନି, ଗୋଟିଏ ଗାଁ ବି ଫାଙ୍କା ପଡ଼ୁନି। ଆଉ ଗୋଟିଏ ଦିନ ମୋତେ ଫୁର୍ସତ ଦେଉନାହିଁ, ତେଣୁ କିଛି ଦେଉଛି। କେଉଁଠି ଆଉଛି କ'ଣ କରୁଛି ତାକୁ ତ ଭକ୍ତ ବୁଝିବା ବଡ଼ କଷ୍ଟ। ତେଣୁ ବୁଝ, ଠାକୁର ବୁଝୁଛନ୍ତି, ମାନେ ପେଟକୁ ଯେତିକି ଖାଇବା ସେଇ ହିସାବରେ ଦେଉଛନ୍ତି। ସେଇ ଦେବାରେ ଆଉ କାହାକୁ ଦେଇକି ଆମେ ପାର ପାଉଛନ୍ତି। ପାର ପାଇବାକୁ ପଡ଼ିବ, ସେଟା ବି ଗୋଟେ କଥା ହେଉଛି। ସେଟା ବି ତୁମକୁ ଏପଟ ସାଇଡ଼ ସବୁ ଦେଖିବାକୁ ପଡ଼ିବ, ନହେଲେ ଧର୍ମ ବିରୋଧରେ ସବୁ। ଧର୍ମର ବିରୋଧରେ ସବୁ। ଧର୍ମକୁ କେହି ଭଲ ପାଆନ୍ତିନି, ସତକୁ କେହି ଭଲ ପାଇବେନି, ତାର ବିରୋଧ ହିଁ ସବୁ। କିନ୍ତୁ ସେଠି ମୋତେ କ'ଣ କରାହେଉଛି? ସମାଧାନ ସମାଧାନ କରିବାକୁ ପଡ଼ୁଛି। ନାଇଁ ଧର୍ମରେ କେଉଁଠି କିଏ ମିଶିବ? ମୁଁ ରକ୍ଷା ପାଇଯାଏ ମୋ ସତ୍ପଥରୁ। ମୋ ସତ୍ପଥରୁ ଅସତକୁ ନ ଯିବା ପାଇଁ ହେଲେ ମୋ ଚାରିଆଡ଼େ ପରିବେଶକୁ ଦେଖିବାକୁ ପଡ଼ୁଛି। ଗୋଟେ କାହାଣୀ କହୁଛି, କାହାଣୀଟା ବୁଝିପାରିବ। ଥରେ ଜଣେ ଗୁରୁଙ୍କ ପାଖରେ ଶିଷ୍ୟ ଥିଲେ। ସତରେ ଆଉ କ'ଣଟା ତାର କରିପାରିବ? ସତ କଥାରେ ଆଉ କ'ଣ ତା ଘରକୁ ନେଇକି ଧନ ଯିବ ନା ଚମତ୍କାରଟା କିଛି ଦେଖେଇବ ନା କିଛି ନା। କିଏ ଭାଙ୍ଗୁ ସେ ଗଛ ଏ ଗଲା, ବୁଝିହେଉଛି ନା? ତେଣୁ ସେଠି ଗୋଟେ ଯାଇ କହିଲା, ନାଇଁ ମୁଁ ତନ୍ତ୍ର ଶିଖିବି। ଶିଖିଲା, ଯା ତନ୍ତ୍ର ଶିଖିବା ତ ବଢ଼ିଆ କଥା। ଯାଉନି, ଜଙ୍ଗଲରେ ବହୁତ ତନ୍ତ୍ର ଶିଖଉଛନ୍ତି। ସେଠି ବହୁତ ଲୋକ ପଚରା ପଚରି କଲେ, କହିଲେ ନାଇଁ ସେ ଘଞ୍ଚ ଜଙ୍ଗଲ ଭିତରେ ଜଣେ ଅଛନ୍ତି ବିରାଟ ତାନ୍ତ୍ରିକ, ସେ ତୁମକୁ ତନ୍ତ୍ର ଶିଖେଇଦେବେ। ବୁଝିହେଉଛି ନା? ବହୁତ ତନ୍ତ୍ର ଶିଖେଇଦେବେ। ଇଏ ଗଲା, ଯାଇ ବୁଲି ପତଳା ଜଙ୍ଗଲ ଗଲା, ଘଞ୍ଚ ଜଙ୍ଗଲ ଭିତରେ ପଶିଲା। ସେଠି ବି ଲୋକ ପହଞ୍ଚିକି ଯାଇକି ତାକୁ କହିଲେ, ନାଇଁ ତୁମେ ଯାଅ, ଏମିତି ଗୁରୁ ଅଛନ୍ତି, ଦେଖିବ ସବୁ କଥା ଠିକ୍।
ଯାଇକି ଶେଷରେ ଗୁରୁଙ୍କ ପାଖରେ ପହଞ୍ଚିଲା। ଗୁରୁଙ୍କୁ ସବୁ କଥା କହିଲା ମୁଁ ସତ୍ୟରେ ଯାଇ କିଛି ଲାଭ ହେଲାନି, କିନ୍ତୁ ମୁଁ ତନ୍ତ୍ର ଶିଖିବାକୁ ଚାହୁଁଛି। ଠିକ୍ ଅଛି, ତନ୍ତ୍ର ଶିଖିବ, କିନ୍ତୁ ତୁମେ ଯାଅ ସ୍ନାନ ଶୌଚ ହେଇକି ସେ ପୋଖରୀରୁ ଆସ। ହେଲା ଯିବି ଆଉ ତୁମେ ବ୍ୟାଗ୍ଟା ନେଇକି ଯାଅ, ବୁଝିଲେ, ଯେଉଁ ଝୁଲାଟା ନେଇକି ଯାଅ, ସେଟା ଗାଧାଗାଧି କରିବ ନା ନାହିଁ। ଆଉ ମନେ ରଖ, ଏ ଘଞ୍ଚ ଜଙ୍ଗଲ ଭିତରେ ଗୋଟେ ସିଂହ ବି ଅଛି, ଜଙ୍ଗଲ ଭିତରେ ସିଂହ ବି ଅଛି, ହାବୁଡ଼ରେ ପଡ଼ିପାର, କିନ୍ତୁ ତମ ଦାୟିତ୍ୱ, ତମ ଜୀବନ ବଞ୍ଚେଇକି ତମେ ଆସିବ। ଯଦି ପଡ଼େ, ଯଦି ସିଂହ ନ ପଡ଼ିଲା କିଛି କଥା ନାହିଁ। ସେଠୁ ସେ ବହୁତ ଥର ତାଙ୍କର ଯେଉଁ ଗାଧାଗାଧି କରି ଶୀଘ୍ର ଯାଇକି ଶୀଘ୍ର ଆସିବେ, ସେ ଗାଧାଗାଧି ସାରିକି ପାଲଟା ପାଲଟି କରିକି ସେ ବ୍ୟାଗ୍ କାନ୍ଧରେ ଗଳେଇକି ଫେରୁଥିଲା ବେଳେ ସିଂହ ହାବୁଡ଼ିଲା। ଯଦି ସିଂହ ହାବୁଡ଼ିଲା, ସିଂହ ଗୋଡ଼େଇଲା, ଗୋଡ଼େଇଲା ନା ନାହିଁ? ସେଠୁ ସିଂହ ଯେତେ ଜୋର ଗୋଡ଼େଇକି ଆସିଲା, ଇଏ ସେତେ ଜୋର ଦୌଡ଼ିଲା। କେଉଁ ଦିଗକୁ ଆସିବ, କେମିତି ଗୁରୁଙ୍କ କତିରେ ପହଞ୍ଚିଗଲେ ମତେ କି ଝାଳ ନାଳ ହେଇକି କଣ୍ଟା ବାଡ଼ ଡେଇଁକି ସେ ଆସିକି ଗୁରୁଙ୍କ କତିରେ ପହଞ୍ଚିଲା ବେଳେ ସିଂହ ପହଞ୍ଚିଲା। ସେଠି ଗୁରୁ କ'ଣ କଲେ, ଗୋଟେ ବ୍ୟାଗ୍ ରଖିଥିଲେ, ତା କତି ଫୋପାଡ଼ି ଦେଲେ। କାହା କତି? ସିଂହ ପାଖକୁ। ସିଂହ ତାର ବ୍ୟାଗ୍ ଧରି କାମୁଡ଼ିକି ପଳାଇଲା। ବୁଝିଲେ, ସିଂହ ତାର ତା ଭିତରେ ମାଂସ ଥାଉ ଯାହା ଥାଉ, ତା ଜାଣିଛନ୍ତି, ଫୋପାଡ଼ି ଦେଲେ, ତା ନେଇକି ପଳାଇଲା। ଇଏ ଆସି ଧଇଁସା ହେଇ ବସିଲା, କହିଲା କ'ଣ ମୁଁ କଲି ଦେଖ। ତୁ ଭାବୁଛୁ କି ସିଂହ ତତେ ଖାଇବା ପାଇଁ ଗୋଡ଼େଇଛି? ତତେ ଖାଇବା ପାଇଁ ଗୋଡ଼େଇଛି? ନାଇଁ, ସିଂହ ସେ ବ୍ୟାଗ୍ଟାରେ କ'ଣ ରଖିଛୁ ସେ ଗୋଡ଼ଉଛି। ବ୍ୟାଗ୍ କ'ଣ ନେଇକି ସ୍କୁଲକୁ ଯିବ? ସେ ବ୍ୟାଗ୍ ଭିତରେ ମାଂସ ରଖିଥିବ କି କ'ଣ ରଖିଛ, ସେ ଫୋପାଡ଼ି ଦେଲେ, ତା ଧରିଲା ପଳେଇବ, ତୁ ଆସିଥାନ୍ତୁ। ତୁ ନିଜକୁ ଭାବିଲୁ ଯେ ମୋତେ ଖାଇବ, ମୋତେ ଖାଇବ। ନାଇଁ ନାଇଁ, ତତେ ଖାଇବା ପାଇଁ ସିଂହ ଗୋଡ଼ଉନି, ପ୍ରଥମେ ବିଚାର ଆସୁଛି ତୋର ଭୁଲ। ତୋ ପାଖରେ ଓଳେଇଥିବା ବ୍ୟାଗ୍ରେ କ'ଣ ଅଛି ସେ ସେଇଟା ଖାଇବାକୁ। ତେଣୁ ମୁଁ ଦେଖ ମାଂସ ପୁରେଇଥିଲି, ଫୋପାଡ଼ି ଦେଲି, ନେଇ ପଳେଇଲା ନା ନାହିଁ? ନା ମୋତେ ଖାଇଲା? ବୁଝିଲା କିଛି ସମୟ। ତାର ଅର୍ଥ ହେଉଛି, ଆମ ପଛରେ ଯିଏ ଗୋଡ଼େଇଛନ୍ତି କିଛି ବ୍ୟାଗ୍ଟା ପାଇଁ, ଆମ ପାଖରେ ବ୍ୟାଗ୍ଟା ପାଇଁ ସେ ଗୋଡ଼େଇଛି। ଯେଉଁ ସିଂହ ଅହଙ୍କାର ହଉ ବା ତାକୁ ଯାହା ଦେଖ, ସେଇ ବ୍ୟାଗ୍ ପାଇଁ ଗୋଡ଼େଇଛନ୍ତି। ବ୍ୟାଗ୍ଟା ଫୋପାଡ଼ି ଦେଲେ ସେ ପଳେଇବେ, ହେଲା ନା ନାହିଁ? ସେ କହିଲେ ଚାଲ ତୁ ଠିକ୍ ଏବେ ତନ୍ତ୍ର ଶିଖିବି। କହିଲେ ଆଉ କାହିଁ ତନ୍ତ୍ର ଶିଖିବି, ମୋ ଜୀବନର କଳାଟା ବି ଶିଖିଗଲି ଯେ ମୋତେ ଆଗକୁ ଯିବା ପାଇଁ ହେଲେ ବ୍ୟାଗ୍କୁ ଫୋପାଡ଼ିବା ପାଇଁ ପଡ଼ିବ, ବୁଝିଲେ। ତେଣୁ ବ୍ୟାଗ୍ ଫୋପାଡ଼ିବା ପାଇଁ ପଡ଼ିବ। ଯେ ପର୍ଯ୍ୟନ୍ତ କାନ୍ଧରେ ବ୍ୟାଗ୍ ଅଛି, ସିଂହ ଗୋଡ଼େଇବ ହିଁ ଗୋଡ଼େଇବ। ଯଦି ସେଇ ପର୍ଯ୍ୟାୟ ଦେଖାଯାଇଥାନ୍ତା ତା କତିରେ ବ୍ୟାଗ୍ ନାହିଁ, ସିଂହ ବି ଗୋଡ଼େଇ ନଥାନ୍ତା। ଅର୍ଥାତ୍ ଆମ ଭିତରେ କାମିନୀ ଯେଉଁ ଗୋଡ଼େଇଛନ୍ତି ତମ ବ୍ୟାଗ୍ଟା ପାଇଁ, ତମ ପାଇଁ ଗୋଡ଼େଇ ନାହିଁ। ତମେ ଫୋପାଡ଼ି ଦେଉନ, ସବୁ ସମାଧାନ। ସେଇ ଫୋପାଡ଼ିବା ବିଧାଟା ଶିକ୍ଷା, ଯେ ଫୋପାଡ଼ିବା ପାଇଁ ତ ଧନ ଦରକାର ନା ନାହିଁ, ଫୋପାଡ଼ି ଦେଉଛ। ଆମେ ଯାହା କଳା ଏଇ ଅଞ୍ଚଳ ପାଇଁ କେମିତି ଫୋପାଡ଼ି ଦେଲେ ତ ଚାଲ ନା ନାହିଁ? ନ ଫୋପାଡ଼ିକି ବାଟ ଅଛି? 3 କୁଇଣ୍ଟାଲ ଦିଅ, 2 କୁଇଣ୍ଟାଲ ଦିଅ, କଥା ନ ଫୋପାଡ଼ି ଘରେ ରଖିଲେ ସିଂହ ମାଡ଼ିବେ। ସିଂହ ଖାଇବା ସିଏଟା, ବୁଝିଲେ। ଫୋପାଡ଼ି ଦିଅ, ଚାଲ। କେଇଟା ଦିନ ଅତିଥି ନା, ଫୋପାଡ଼ି ଫୁଡ଼ି ଦେଇକି ପଳେଇବ। ଏଇଟା ହେଉଛି କଥା। ଯେ ତମ ଜୀବନଟା କାହିଁକି ହେବ? ତମ ଲୋକ ଗୋଡ଼େଇଛନ୍ତି, ସ୍ତ୍ରୀ ସବୁ ଗୋଡ଼େଇଛି ସେ ବ୍ୟାଗ୍ ପାଇଁ, ଚାଲୁନି କି? ହଁ, ଚାଲୁଛି। ତେଣୁ ବ୍ୟାଗ୍ ଫୋପାଡ଼ି ଶିଖ, ଆଉ ସବୁ କଥା ହେଇଯିବ। କିନ୍ତୁ ବଡ଼ କଥା ହେଉଛି ମନ ଏକ ମନୁଷ୍ୟଣ କାରଣ। ମନକୁ ଖରାପ କରିବାକୁ ଦିଅ ନା। ଯଦି ଚୋରି କରୁଛ ବି ଭୟ ନାହିଁ, ଯଦି କୌଣସି ଗୋଟେ ସ୍ତ୍ରୀ ଗ୍ରହଣ କରିଦେଇଛ କୌଣସି ଭାବେ, ମନରେ ଦୁଃଖ ଆଣ ନାହିଁ, କାରଣ ଠାକୁର ଦୁଃଖ କରନ୍ତି ନାହିଁ। ମନଟା ଠାକୁରଙ୍କର ବି ନୁହେଁ, ଯେଉଁଠିକି ଯିବ ମନ ପରେ ଯିବ ଠାକୁରଙ୍କୁ। କିନ୍ତୁ ମନଟାକୁ ତୁମେ କାହିଁ ଖରାପ କରିବାକୁ ଦେଉଛ? ତୁମ କ୍ଷତିରେ ପକାଉଛ। ତୁମେ ମନ ଉପରେ ଦେଖୁନା ଠାକୁର ଅଛନ୍ତି, ହେଲା। ଆଉ ମନଟାକୁ ତ ଦୁଃଖ କରି ରଖିଲ ସଂସାର ଭିତରେ, ଆଉ ତୁମେ କାମିନୀ କାଞ୍ଚନରେ ପଡ଼ିଯିବ। ତେଣୁ କାମିନୀ କାଞ୍ଚନଟା ମନରୁ ଦୂର କରିଦିଅ। କେମିତି ନା ବ୍ୟାଗ୍ ଧରି ଫୋପାଡ଼ି ଦିଅ, ଯାତ୍ରା। ଆଉ କେମିତି ରହିବ? ଆଉ ତୁମେ ଯଦି ଡେଲି 1,00,000 ଟଙ୍କା ରଖିକି ଗଣୁଥିବ,
ସେ କେଉଁ ଯିବ ଫୋପାଡ଼ ଯେଉଁ ଧର୍ମ କାର୍ଯ୍ୟରେ ଫୋପାଡ଼ି ଆଉ ଫୋପାଡ଼ି ଦେଲେ ସବୁ ସବୁ ଠିକ୍ ଠାକ୍ ନା ଜୀବନ କଳା ଶିଖ ଫୋପାଡ଼ି ଦିଅ ଚାଲ ଜୟ ଶ୍ରୀରାମ। ଜୟ ଶ୍ରୀରାମ।